ଆପଣମାନଙ୍କୁ ସ୍ୱାଗତ। ଆଜି ଆମେ ଆଲୋଚନା କରିବା 2019ରେ ହୋଇଥିବା OTETର 30ଟି ପେଡାଗୋଜି କ୍ୱେଶ୍ଚିନ୍। ଠିକ୍ ଅଛି, ତ ଯେଉଁମାନେ ଚ୍ୟାନେଲରେ ନୂଆ କରି ଭ୍ୟୁ କରୁଛନ୍ତି ସେମାନେ ହୃଦୟରୁ ଗୋଟେ ଗୋଟେ ଲାଇକ୍, ସେୟାର ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏହିଭଳି ପ୍ରିଭିୟସର କ୍ୱେଶ୍ଚିନ୍ ଏବଂ ନୂଆ ନୂଆ ଭିଡ଼ିଓ ପାଇବା ପାଇଁ। ତ ବିଳମ୍ବ ନ କରି ଚାଲନ୍ତୁ ଆରମ୍ଭ କରିବା। ଫାର୍ଷ୍ଟ କ୍ୱେଶ୍ଚିନ୍, ଏରିକ୍ ଏରିକ୍ସନ୍ଙ୍କ ମନୋସାମାଜିକ ବିକାଶ ସୋପାନ ଅନୁଯାୟୀ ଜଣେ ବ୍ୟକ୍ତି ଯେତେବେଳେ ଡ୍ୟାସ ବୟସର ହୋଇଥାନ୍ତି ସେତେବେଳେ ସେ ଜ୍ଞାନର ମୌଳିକ ଗୁଣ ହାସଲ କରନ୍ତି। ଦେଖ ପିଲାମାନେ, ଅପସନ୍ 1ରେ ଦେଲା 12 ଏବଂ 18 ବର୍ଷ ମଧ୍ୟରେ, ଅପସନ୍ ନମ୍ବର 2ରେ ଦେଲା 21 ବର୍ଷରୁ କମ୍ ଏବଂ ଅପସନ୍ ନମ୍ବର 3ରେ ଦେଲା 18ରୁ 40 ବର୍ଷ ମଧ୍ୟରେ ଏବଂ ଅପସନ୍ ନମ୍ବର 4ରେ ଦେଲା 65ରୁ ଅଧିକ। ତ କୁହ ପିଲାମାନେ, ଆମ ରାଇଟ୍ ଆନ୍ସର୍ ଏଠି କ'ଣ ହେଇଯିବ ନା ଅପସନ୍ ନମ୍ବର 4 65ରୁ ଅଧିକ। ଏବେ ଯିବା ପରବର୍ତ୍ତୀ କ୍ୱେଶ୍ଚିନ୍, ପିଆଜେଟ୍ଙ୍କ କଗ୍ନେଟିଭ୍ ଡେଭଲପମେଣ୍ଟ ତତ୍ତ୍ୱରେ ଡ୍ୟାସର ପ୍ରକ୍ରିୟା ହୋଇଥାଏ ଯେତେବେଳେ ପୂର୍ବରୁ ଥିବା ଜ୍ଞାନ କାମ କରେ ନାହିଁ ଏବଂ ନୂଆ ବସ୍ତୁ କିମ୍ବା ପରିସ୍ଥିତି ସହ ତାଳ ଦେବା ପାଇଁ ଏହାକୁ ବଦଳାଇବା ଆବଶ୍ୟକ ହୋଇଥାଏ। ଦେଖ ପିଲାମାନେ, ଏଠି ଅପସନ୍ରେ କ'ଣ ଦେଲା ନା ଆକୋମୋଡେସନ୍, ଅପସନ୍ ନମ୍ବର 2ରେ ହେଲା ଆସୋର୍ଟମେଣ୍ଟ ଏବଂ ଅପସନ୍ ନମ୍ବର 3 ହେଲା ଆସିମିଲେସନ୍ ଏବଂ ଅପସନ୍ ନମ୍ବର 4 ହେଲା ଇକ୍ୱିଲିବ୍ରିୟମ୍। ଠିକ୍ ଅଛି, ତ କୁହ ପିଲାମାନେ, ଆମ ରାଇଟ୍ ଆନ୍ସର୍ ଏଠି କ'ଣ ହେଇଯିବ ନା ଅପସନ୍ ନମ୍ବର 1 ଆକୋମୋଡେସନ୍। ଏବେ ଯିବା ପରବର୍ତ୍ତୀ କ୍ୱେଶ୍ଚିନ୍କୁ, ପିଆଜେଟ୍ଙ୍କ ପ୍ରି ଅପରେସନାଲ ସୋପାନ ଡ୍ୟାସ ବର୍ଷ ଆୟୁ ସହ ମେଳ ଖାଏ। ତ ଦେଖ ପିଲାମାନେ, ଆମର ଏଠି ଅପସନ୍ 1ରେ ଦେଲା 2ରୁ 7 ବର୍ଷ, ଅପସନ୍ ନମ୍ବର 2ରେ ଦେଲା 9ରୁ 11 ବର୍ଷ ଏବଂ ଅପସନ୍ ନମ୍ବର 3ରେ ଦେଲା 7ରୁ 9 ବର୍ଷ ଏବଂ ଅପସନ୍ ନମ୍ବର 4ରେ ଦେଲା 5ରୁ 9 ବର୍ଷ। ତ କୁହ ପିଲାମାନେ, ଆମ ରାଇଟ୍ ଆନ୍ସର୍ ଏଠି କ'ଣ ହେଇଯିବ? ପ୍ରି ଅପରେସନାଲ ସୋପାନ କେଉଁଠି ନା 2ରୁ 7, ଅପସନ୍ ନମ୍ବର 1 ହେଇଯିବ ରାଇଟ୍ ଆନ୍ସର୍। ଠିକ୍ ଅଛି, ଏବେ ଯିବା ପରବର୍ତ୍ତୀ କ୍ୱେଶ୍ଚିନ୍, କେଉଁ ଥିଓରି ଅନୁଯାୟୀ ପ୍ରତି ସୋପାନର ସଫଳ ସମାପନର ପରିଣାମ ସୁସ୍ଥ ବ୍ୟକ୍ତିତ୍ୱ ଏବଂ ମୌଳିକ ଗୁଣବତ୍ତାର ଅଧିଗ୍ରହଣ ହୋଇଥାଏ? ଦେଖ ପିଲାମାନେ, ଏଠି ଅପସନ୍ରେ କ'ଣ ଦେଲା ଜିନ୍ ପିଆଜେଟ୍ଙ୍କ କଗ୍ନେଟିଭ୍ ବିକାଶର ଥିଓରି, ଅପସନ୍ ନମ୍ବର 2ରେ ଦେଲା ଫ୍ରଏଡ୍ଙ୍କ ସାଇକୋଲେକ୍ୱାଲ ସୋପାନର ବିକାଶ, ଅପସନ୍ ନମ୍ବର 3ରେ ଦେଲା ଏରିକ୍ସନ୍ଙ୍କ ମେନା ସାମାଜିକ ବିକାଶ ଏବଂ ଅପସନ୍ ନମ୍ବର 4 ହେଲା କୋଲବର୍ଗଙ୍କ ନୈତିକତା ବିକାଶର ସିଦ୍ଧାନ୍ତ। ତ କୁହ ପିଲାମାନେ, ଆମ ରାଇଟ୍ ଆନ୍ସର୍ ଏଠି କ'ଣ ହେଇଯିବ ନା ଅପସନ୍ ନମ୍ବର 3 ଏରିକ୍ସନ୍ଙ୍କ ମେନା ସାମାଜିକ ବିକାଶ। ଏବେ ଯିବା ପରବର୍ତ୍ତୀ କ୍ୱେଶ୍ଚିନ୍, ସମସ୍ତ ଜୈବିକ ପ୍ରକ୍ରିୟାର ସମୁଦାୟ ଯାହାଦ୍ୱାରା ନିର୍ଦ୍ଦିଷ୍ଟ ଗୁଣବତ୍ତା ଅଭିଭାବକଙ୍କ ଠାରୁ ସେମାନଙ୍କ ସନ୍ତାନମାନଙ୍କୁ ସ୍ଥାନାନ୍ତରଣ ହୋଇଥାଏ ତାହାକୁ କ'ଣ କୁହାଯାଏ? ଅପସନ୍ 1ରେ ଦେଖନ୍ତୁ ପିଲାମାନେ ଦେଲା ପରିପକ୍ୱତା, ଅପସନ୍ ନମ୍ବର 2ରେ ଦେଲା ବଂଶ ଏବଂ ଅପସନ୍ ନମ୍ବର 3 ହେଲା ପୃଥକୀକରଣ ଏବଂ ଅପସନ୍ ନମ୍ବର 4 ହେଲା ପରିବେଶ। ତ କୁହ ପିଲାମାନେ, ଆମ ରାଇଟ୍ ଆନ୍ସର୍ ଏଠି କ'ଣ ହେଇଯିବ ନା ଅପସନ୍ ନମ୍ବର 2 ବଂଶ। ମୁଁ ଉତ୍ତର କହିବା ପୂର୍ବରୁ ଆପଣମାନେ କମେଣ୍ଟ ବକ୍ସରେ ନିହାତି ରୂପରେ ଉତ୍ତର ଦିଅନ୍ତୁ, ଦେଖାଯାଉ ଆପଣମାନେ 30 ମାର୍କରୁ କେତେ ମାର୍କ ରଖିପାରୁଛନ୍ତି। ଠିକ୍ ଅଛି, ଏବେ ଯିବା ପରବର୍ତ୍ତୀ କ୍ୱେଶ୍ଚିନ୍, ସାଇକୋସେକ୍ସୁଆଲ ଏନର୍ଜି କିମ୍ବା ଲିବିଡୋକୁ ବ୍ୟବହାର ପଛର ଡ୍ରାଇଭିଂ ଫୋର୍ସ ଭାବେ କିଏ ବ୍ୟାଖ୍ୟା କରିଥିଲେ? ଦେଖ ପିଲାମାନେ, ଅପସନ୍ 1ରେ ଦେଲା ଜିନ୍ ପିଆଜେଟ୍, ଅପସନ୍ ନମ୍ବର 2ରେ ଦେଲା ସିଗମଣ୍ଡ ଫ୍ରଏଡ୍ ଏବଂ ଅପସନ୍ ନମ୍ବର 3ରେ ଦେଲା ଏରିକ୍ ଏରିସନ୍ ଏବଂ ଅପସନ୍ ନମ୍ବର 4 ହେଲା ଲରେନ୍ସ କୋଲବର୍ଗ। ତ କୁହ ପିଲାମାନେ, ଆମ ରାଇଟ୍ ଆନ୍ସର୍ ଏଠି କ'ଣ ହେଇଯିବ ନା ଅପସନ୍ ନମ୍ବର 2 ସିଗମଣ୍ଡ ଫ୍ରଏଡ୍। ଏବେ ଯିବା ପରବର୍ତ୍ତୀ କ୍ୱେଶ୍ଚିନ୍, ଗୋଟିଏ 2 ବର୍ଷର ଶିଶୁ ଦେଖେ ଯେ ଜଣେ ବ୍ୟକ୍ତିଙ୍କ ମୁଣ୍ଡ ଉପରୁ ଚନ୍ଦା ଅଛନ୍ତି ଏବଂ ତାଙ୍କର ଉଭୟ ପାର୍ଶ୍ୱରେ ଲମ୍ବା ଘଞ୍ଚ କେଶ ଅଛି, ଯେ ଡରି କରି ବାପାଙ୍କୁ କ୍ଲାଉନ୍ କ୍ଲାଉନ୍ ବୋଲି ଚିତ୍କାର କରନ୍ତି, ଏହା କାହାର ଉଦାହରଣ? ଦେଖ ପିଲାମାନେ, ଅପସନ୍ 1ରେ ଦେଲା ଆକୋମୋଡେସନ୍, ଅପସନ୍ ନମ୍ବର 2ରେ ହେଲା ଭାସିଲେସନ୍, ଅପସନ୍ ନମ୍ବର 3 ହେଲା ଆସିମିଲେସନ୍ ଏବଂ ଅପସନ୍ ନମ୍ବର 4 ହେଲା ଇକ୍ୱିଲିବ୍ରିୟମ୍। ଠିକ୍ ଅଛି, ତ କୁହ ପିଲାମାନେ, ଆମ ରାଇଟ୍ ଆନ୍ସର୍ ଏଠି କ'ଣ ହେଇଯିବ ନା ଅପସନ୍ ନମ୍ବର 3 ଆସିମିଲେସନ୍। ଏବେ ଯିବା ପରବର୍ତ୍ତୀ କ୍ୱେଶ୍ଚିନ୍କୁ, କୋଲବର୍ଗଙ୍କ ମତ ଅନୁଯାୟୀ କେଉଁ ସୋପାନରେ ପିଲାମାନେ ନିୟମକୁ ସ୍ଥିର ଏବଂ ନିଶ୍ଚିନ୍ତ ବୋଲି ଧରି ନିଅନ୍ତି, ଦଣ୍ଡରୁ ବିରତି ହେବା ପାଇଁ ନିୟମ ମାନନ୍ତି? ଦେଖ ପିଲାମାନେ, ଅପସନ୍ 1ରେ ଦେଲା ବାଧ୍ୟତାମୂଳକ ନୈତିକତା, ଅପସନ୍ ନମ୍ବର 2ରେ ହେଲା ପୋଷ୍ଟ କନଭେନ୍ସନାଲ ମୋରାଲିଟି, ଅପସନ୍ ନମ୍ବର 3ରେ ହେଲା ପ୍ରି କନଭେନ୍ସନାଲ ମୋରାଲିଟି ଏବଂ ଅପସନ୍ ନମ୍ବର 4 ହେଲା
कन्वेन्शनल मोरालिटी। तो कह पिले माने आम राइट आंसर ये कौन हो ना ऑप्शन नंबर 3 हो राइट आंसर प्री कन्वेन्शनल मोरालिटी। एबे देखंतु परवर्ती क्वेश्चन डैश सोपान रे पिलार सांग वर्ग अधिक महत्वपूर्ण हेबे एवं पिलार आत्मसम्मानर एक प्रमुख उत्सव पालटिबे। कह पिले माने एडी ऑप्शन रे देला तृतीय, ऑप्शन 2 रे देला द्वितीय एवं ऑप्शन नंबर 3 रे देला चतुर्थ एवं ऑप्शन नंबर 4 रे देला पंचम। तो कह पिले माने हम राइट आंसर एडी कोन हो ना ऑप्शन नंबर 3 चतुर्थ। एबे जीवा परवर्ती क्वेश्चन को निम्नोक्त मध्यरु केउंटिकु एक सुसंगत दोहरा जाउथिबा कार्यर क्रम जहा आनुष्ठानिक कार्य को प्रक्रियाकरण करे जहा एक प्रमुख अर्थ द्वारा परस्पर सह जड़ित एवं अनुशासित होई थाए बोली व्याख्या करा जाए। देख पिला माने ऑप्शन 1 रे देला कोन ना इक्विलिब्रियम, ऑप्शन नंबर 2 रे हेला एसिमिलेशन एवं ऑप्शन नंबर 3 हेला स्कीमा एवं ऑप्शन नंबर 4 हेला अकोमोडेशन। तो कह पिला माने राइट आंसर एटी कौन हो ना ऑप्शन नंबर 3 स्कीमा। एबे जीवा परवर्ती क्वेश्चन को विद्यालय बाहर जीवन सह ज्ञान को संजोग करिबा यह कहार मार्गदर्शी सिद्धांत। देख पिला माने ऑप्शन 1 रे देला जातीय पाठ्यक्रम रूपे 2005, ऑप्शन नंबर 2 रे देला विद्यालय शिक्षा पई तृतीय जातीय पाठ्यक्रम रूपरेखा 2000, ऑप्शन नंबर 3 रे देला नेशनल पॉलिसी ऑन एजुकेशन NNPE 1986 एवं ऑप्शन नंबर 4 रे देला सेकेंडरी एजुकेशन कमिशन 1962 रु 1953। तो कह पिला माने हम राइट आंसर एटी कौन हो ना ऑप्शन नंबर 1 हो राइट आंसर जातीय पाठ्यक्रम रूपरेख 2005। एबे जिया परवर्ती क्वेश्चन एसबु मध्यरु केउंटी हेउछि पठन व्यतिक्रम। देख पिले माने ऑप्शन 1 रे देला डिस्लेक्सिया, ऑप्शन नंबर 2 रे हेला डिस्कालकुलिया, ऑप्शन नंबर 3 रे हेला डिसग्राफिया एवं ऑप्शन नंबर 4 हेला डिस्फासिया। ठीक अछि। तो कह पिले माने हम राइट आंसर एटी कोन हो 12 नंबर ऑप्शन हो कोन ना 1 हो ता राइट आंसर डिस्लेक्सिया। ठीक अछि ऑप्शन नंबर 1। एबे जीवा परवर्ती क्वेश्चन को शिखिबारे व्यतिक्रम बा समस्या थिबा छात्रंक पई एसबु मध्यरु केउंटी गोटिए भल कौशल नुह। देख पिले माने ऑप्शन 1 रे देला निरंतर गुणात्मक फीडबैक जोगाइबा, ऑप्शन नंबर 2 रे देला शिक्षा को छोट छोट सोपान रे भांगिबा एवं ऑप्शन नंबर 3 रे देला शब्द रे कहिथिबा तथ्य को डायग्राम ग्राफिक्स एवं चित्र व्यवहार करी उपस्थापन करिबा एवं ऑप्शन नंबर 4 रे देला ऑडियो बही सबू व्यवहार करिबा। तो कह पिले माने 13 नंबर आम राइट आंसर कौन हो ना ऑप्शन नंबर 4 ऑडियो बही को व्यवहार करिबा। एबे जीवा परवर्ती क्वेश्चन डैश माध्यम रे हासिल करा जाउथिबा ज्ञान नुआ शिखिबा परिस्थिति रे प्रयोज्य होई थाए। एही प्रकारर शिक्षा छात्र मानक सह जीवन सारा रही थाए। तो देख पिला माने ऑप्शन रे कौन देला ना अर्थपूर्ण शिक्षा, ऑप्शन नंबर 2 रे हेला घोषा शिक्षा, ऑप्शन नंबर 3 रे देला सामाजिक शिक्षा एवं ऑप्शन नंबर 4 रे देला अनुकरणीय शिक्षा। तो देख पिला माने हम राइट आंसर एटी कौन हो ना अर्थपूर्ण शिक्षा ऑप्शन नंबर 1 हो हमर राइट आंसर। एबे जीवा परवर्ती क्वेश्चन को शिक्षक व्यवहार करुथिबा विभिन्न प्रकारर दृष्टिकोण एवं कौशल जहा अर्थपूर्ण शिक्षा समस्त शिक्षार्थी सक्रिय अंशग्रहण सेमानंक ज्ञान को मान्यता देवा को प्रोत्साहन करिबा एवं पूर्व व्यक्तिगत अभिज्ञता हेउछि डैशर उदाहरण। देख पिला माने ऑप्शन 1 रे देला सकारात्मक कार्य, ऑप्शन नंबर 2 रे हेला सामाजिक शिक्षा, ऑप्शन नंबर 3 रे हेला इनक्लूसिव शिक्षा एवं ऑप्शन नंबर 4 हेला आविष्कार शिक्षा। तो कह पिला माने हम राइट आंसर एटी कोन हो ना ऑप्शन नंबर 3 इनक्लूसिव शिक्षा। एबे जीवा परवर्ती क्वेश्चन निम्नोक्त मध्यरु केउंटिकु शुणिबारे समस्या थिबा छात्रंक शिखिबा आवश्यक पूरण पाई जड़े शिक्षक व्यवहार करिपारिबे। देख पिला माने ऑप्शन 1 रे देला ऑडियो बॉक्स, ऑप्शन नंबर 2 रे हेला ब्रेली उपकरण गुड़िक, ऑप्शन नंबर 3 हेला विजुअल बोर्ड्स एवं ऑप्शन नंबर 4 हेला असिस्टेड रीडिंग। तो कह पिले माने हम राइट आंसर एटी कौन हो
ନା ଅପସନ୍ ନମ୍ବର 3 ଭିଜୁଆଲ ବୋର୍ଡସ୍। ଠିକ୍ ଅଛି, ଏବେ ଯିବା ପରବର୍ତ୍ତୀ କ୍ୱେଶ୍ଚିନ୍। ପରିବର୍ତ୍ତନକାରୀ ଶିକ୍ଷଣ ସିଦ୍ଧାନ୍ତକୁ କିଏ ପ୍ରତିପାଦିତ କରିଥିଲେ? ଦେଖ ପିଲାମାନେ, ଅପସନ୍ 1ରେ ଦେଲା ମାର୍ଟିନ୍ ସେଲିଗମ୍ୟାନ୍, ଅପସନ୍ ନମ୍ବର 2ରେ ହେଲା ଜ୍ୟାକ୍ ମେଜିରୋ, ଅପସନ୍ ନମ୍ବର 3ରେ ଦେଲା ମିହାଲି ସିକ୍ସଜେଣ୍ଟ ମିହାଲଇ, ଅପସନ୍ ନମ୍ବର 4 ହେଲା ଆବ୍ରାହମ୍ ମସ୍ଲୋ। ତ କୁହ ପିଲାମାନେ, ଆମ ରାଇଟ୍ ଆନ୍ସର୍ କ'ଣ ହେଇଯିବ ଏଠି? କ'ଣ ହେଇଯିବ? ନା ଅପସନ୍ ନମ୍ବର 2 ଜ୍ୟାକ୍ ମେରିଜୋ। ଏବେ ଯିବା ପରବର୍ତ୍ତୀ କ୍ୱେଶ୍ଚିନ୍କୁ। ନୂଆ କଥାବସ୍ତୁକୁ ଅଧିକ ଭଲ ଭାବେ ବୁଝିପାରିବା ପାଇଁ ଡ୍ୟାସ ଛାତ୍ରମାନଙ୍କୁ ସେମାନେ ପରିଚିତ ଥିବା କିମ୍ବା ଯାହା ସହ ସେମାନଙ୍କର ଅଭିଜ୍ଞତା ଅଛି ତାହା ବ୍ୟବହାର ପାଇଁ ସକ୍ଷମ କରାଏ। ଦେଖ ପିଲାମାନେ, ଅପସନ୍ 1ରେ ଦେଲା କ'ଣ? ନା କନସେପ୍ଟୁଆଲ ଶିକ୍ଷା, ଅପସନ୍ ନମ୍ବର 2ରେ ହେଲା ଘୋଷା ଶିକ୍ଷା, ଅପସନ୍ ନମ୍ବର 3ରେ ହେଲା ମେମୋରାଇଜେସନ୍ ଶିକ୍ଷା ଏବଂ ଅପସନ୍ ନମ୍ବର 4 ହେଲା ଅନୁକରଣ ଶିକ୍ଷା। ତ କୁହ ପିଲାମାନେ, ଆମ ରାଇଟ୍ ଆନ୍ସର୍ ଏଠି କ'ଣ ହେଇଯିବ? କ'ଣ ହେଇଯିବ? ନା କନସେପ୍ଟୁଆଲ ଶିକ୍ଷା, ଅପସନ୍ ନମ୍ବର 1 ହେଇଯିବ ରାଇଟ୍ ଆନ୍ସର୍। ଏବେ ଯିବା ପରବର୍ତ୍ତୀ କ୍ୱେଶ୍ଚିନ୍କୁ। ଡ୍ୟାସ ହେଉଛି ଏକ ଅଭିବ୍ୟକ୍ତି ଯାହା ଗୁରୁତ୍ୱ ଦିଏ ଯେ ଶିକ୍ଷାର କୌଣସି ପରିସ୍ଥିତିରେ ସମାନ ପରିସ୍ଥିତିର ଇତିହାସ ଏବଂ ଉପଲବ୍ଧ ସାଂସ୍କୃତିକ ସମ୍ବଳ ଆଧାରରେ ପ୍ରକୃତ ସ୍ଥିତି ଜାଣିବା ପାଇଁ ରୂପରେଖ, ଉଦ୍ଦେଶ୍ୟ, ସମ୍ପର୍କ ଆଦି ପାଇଁ ଲୋକମାନେ ସକ୍ରିୟ ଭାବେ ନିୟୋଜିତ ରହିଥାନ୍ତି। ତ ଦେଖ ପିଲାମାନେ, ଏଠି ଅପସନ୍ 1ରେ ଦେଲା କ'ଣ? ନା ସମସ୍ତଙ୍କୁ ଫାଇଦା ଦେବା ପାଇଁ ଶିକ୍ଷା, ଅପସନ୍ ନମ୍ବର 2ରେ ହେଲା ନ ଶିଖିବା ପାଇଁ ଶିକ୍ଷା, ଅପସନ୍ ନମ୍ବର 3ରେ ହେଲା ଅର୍ଥ ତିଆରି କରିବା ପାଇଁ ଶିକ୍ଷା ଏବଂ ଅପସନ୍ ନମ୍ବର 4 ହେଲା ରୋଜଗାର ମାଧ୍ୟମ ଭାବେ ଶିକ୍ଷା। ତ କୁହ ପିଲାମାନେ, ଆମର ରାଇଟ୍ ଆନ୍ସର୍ ଏଠି କ'ଣ ହେଇଯିବ? ନା ଅପସନ୍ ନମ୍ବର 3 ଅର୍ଥ ତିଆରି କରିବା ପାଇଁ ଶିକ୍ଷା। ଏବେ ଯିବା ପରବର୍ତ୍ତୀ କ୍ୱେଶ୍ଚିନ୍କୁ। ଡ୍ୟାସଙ୍କ ଅନୁଯାୟୀ ପ୍ରତି ବ୍ୟକ୍ତିଙ୍କର ଭିନ୍ନ ବ୍ୟାଖ୍ୟା ଏବଂ ଭିନ୍ନ ପ୍ରକ୍ରିୟା ହୋଇଥିବା ଜ୍ଞାନର ରୂପରେଖ ରହିଛି ଏବଂ ଶିକ୍ଷାର୍ଥୀ ଜଣେ ଫାଙ୍କା ପ୍ଲେଟ୍ ନୁହନ୍ତି, ସେ ଅତୀତ ଅଭିଜ୍ଞତା ଏବଂ ସାଂସ୍କୃତିକ କାରକୁ ଏକ ପରିସ୍ଥିତିକୁ ଆଣିଥାନ୍ତି। ତ ଦେଖ ପିଲାମାନେ, ଏଠି ଅପସନ୍ 1ରେ ଦେଲା କ'ଣ? କନଷ୍ଟ୍ରକ୍ଟିଭିଜିମ୍, ଅପସନ୍ ନମ୍ବର 2ରେ ଦେଲା କଗ୍ନେଟିଭିଜିମ୍, ଅପସନ୍ ନମ୍ବର 3ରେ ଦେଲା ସେଲ୍ଫ ପରସେପ୍ସନ୍ ଥିଓରି ଏବଂ ଅପସନ୍ ନମ୍ବର 4ରେ ଦେଲା ବ୍ୟାଖ୍ୟାତ୍ମକ ଥିଓରି। ତ କୁହ ପିଲାମାନେ, ଆମ ରାଇଟ୍ ଆନ୍ସର୍ ଏଠି କ'ଣ ହେଇଯିବ? ନା ଅପସନ୍ ନମ୍ବର 1 ହେଇଯିବ ରାଇଟ୍ ଆନ୍ସର୍। ଏବେ ଯିବା ପରବର୍ତ୍ତୀ କ୍ୱେଶ୍ଚିନ୍। ଶିକ୍ଷାର୍ଥୀକୁ ବ୍ୟାଖ୍ୟା କରିବା ପାଇଁ ଶିକ୍ଷକ କେଉଁଥିରେ ମୁଖ୍ୟତଃ ଅଧ୍ୟାପନାକୁ ବ୍ୟବହାର କରନ୍ତି? ଦେଖ ପିଲାମାନେ, ଅପସନ୍ 1ରେ ଦେଲା କ'ଣ? ନା ପ୍ରକ୍ରିୟା କୈନ୍ଦ୍ରିକ ପଦ୍ଧତି, ଅପସନ୍ ନମ୍ବର 2ରେ ହେଲା ବସ୍ତୁ କୈନ୍ଦ୍ରିକ ପଦ୍ଧତି, ଅପସନ୍ ନମ୍ବର 3ରେ ହେଲା ଶିକ୍ଷାର୍ଥୀ କୈନ୍ଦ୍ରିକ ପଦ୍ଧତି ଏବଂ ଅପସନ୍ ନମ୍ବର 4 ହେଲା ଶିକ୍ଷକ କୈନ୍ଦ୍ରିକ ପଦ୍ଧତି। ତ ଦେଖ ପିଲାମାନେ, ଆମ ରାଇଟ୍ ଆନ୍ସର୍ ଏଠି କ'ଣ ହେଇଯିବ? ନା ଅପସନ୍ ନମ୍ବର 4 ହେଇଯିବ ରାଇଟ୍ ଆନ୍ସର୍, ଶିକ୍ଷକ କୈନ୍ଦ୍ରିକ ପଦ୍ଧତି। ତ ଏବେ ଯିବା ପରବର୍ତ୍ତୀ କ୍ୱେଶ୍ଚିନ୍। ଶିଖିବାର ଶେଷରେ ଡ୍ୟାସ କରାଯାଇଥାଏ ଏବଂ ଏଥିରେ ଛାତ୍ର କେତେ ଶିଖିଛନ୍ତି ତାହା ମପା ଯାଇଥାଏ। ଦେଖ ପିଲାମାନେ, ଅପସନ୍ 1ରେ ହେଲା କ'ଣ? ନା ସବମେଟିଭ୍ ଆକଳନ, ଅପସନ୍ ନମ୍ବର 2ରେ ହେଲା ଫର୍ମାଟିଭ୍ ଆକଳନ ଏବଂ ଅପସନ୍ ନମ୍ବର 4 ହେଲା ଡାଇଗ୍ନୋଷ୍ଟିକ୍ ଆକଳନ ଏବଂ ଅପସନ୍ ନମ୍ବର 4 ହେଲା ପ୍ରୋଗ୍ନୋଷ୍ଟିକ୍ ଆକଳନ। ତ କୁହ ପିଲାମାନେ, ଆମ ରାଇଟ୍ ଆନ୍ସର୍ ଏଠି କ'ଣ ହେଇଯିବ? ନା ସବମେଟିଭ୍ ଆକଳନ, ଅପସନ୍ ନମ୍ବର 1 ହେଇଯିବ ରାଇଟ୍ ଆନ୍ସର୍। ଏବେ ଯିବା ପରବର୍ତ୍ତୀ କ୍ୱେଶ୍ଚିନ୍। ଶିକ୍ଷାର୍ଥୀ କୈନ୍ଦ୍ରିକ ପଦ୍ଧତିରେ ଡ୍ୟାସ କ'ଣ କରିବ ତାହା ଉପରେ ଶିଖିବା ଉଦ୍ଦେଶ୍ୟ ପ୍ରତିଫଳିତ ହେବା ଉଚିତ। ଦେଖ ପିଲାମାନେ, ଅପସନ୍ 1ରେ ଦେଲା ଶିକ୍ଷାର୍ଥୀମାନେ, ଅପସନ୍ ନମ୍ବର 2ରେ ହେଲା ଶିକ୍ଷକମାନେ, ଅପସନ୍ ନମ୍ବର 3ରେ ହେଲା ଆକଳନକାରୀମାନେ ଏବଂ ଅପସନ୍ ନମ୍ବର 4 ହେଲା ସୁବିଧା ପ୍ରଦାନକାରୀମାନେ। ତ ଦେଖ ପିଲାମାନେ, ଆମ ରାଇଟ୍ ଆନ୍ସର୍ ଏଠି କ'ଣ ହେଇଯିବ? ଶିକ୍ଷାର୍ଥୀ କୈନ୍ଦ୍ରିକ ପଦ୍ଧତି ଆସିଲା ମାନେ ଏଠି ଶିକ୍ଷାର୍ଥୀମାନେ ହିଁ ତାର ଉତ୍ତର ହେବ। ଅପସନ୍ ନମ୍ବର 1 ଆମର ହେଇଯିବ ରାଇଟ୍ ଆନ୍ସର୍। ଏବେ ଯିବା ପରବର୍ତ୍ତୀ କ୍ୱେଶ୍ଚିନ୍। ଡ୍ୟାସ ଚିନ୍ତା କରି, ପ୍ରଶ୍ନ ପଚାରି, ପରିସ୍ଥିତି ପରିଦୃଶ୍ୟ କରି, ସମାଧାନ ଖୋଜି, କାର୍ଯ୍ୟକ୍ରମ ଏବଂ ପରୀକ୍ଷଣ କରି ଏବଂ ନିଜେ ଏକ ସମାଧାନରେ ପହଞ୍ଚି ସଞ୍ଚୟ ଭାବେ ନିଜର ଶିକ୍ଷା ସଂରଚନା କରିବାକୁ ଛାତ୍ରମାନଙ୍କୁ ସୁଯୋଗ ପ୍ରଦାନ କରେ। ଦେଖ ପିଲାମାନେ, ଏଠି ଅପସନ୍ 1ରେ କ'ଣ ଦେଲା? କୋଲାବୋରେଟିଭ୍ ଶିକ୍ଷା, ଅପସନ୍ ନମ୍ବର 2ରେ ହେଲା ସମସ୍ୟା ଆଧାରିତ ଶିକ୍ଷା ଏବଂ ଅପସନ୍ ନମ୍ବର 3 ହେଲା କନସେପ୍ଟ ମ୍ୟାପିଂ ଏବଂ ଅପସନ୍ ନମ୍ବର 4 ହେଲା ପ୍ରକଳ୍ପ ଆଧାରିତ ଶିକ୍ଷା। ତ ଦେଖ ପିଲାମାନେ, ଆମ ରାଇଟ୍ ଆନ୍ସର୍ ଏଠି କ'ଣ ହେଇଯିବ? ନା ସମସ୍ୟା ଆଧାରିତ ଶିକ୍ଷା, ଅପସନ୍ ନମ୍ବର 2 ହେଇଯିବ ରାଇଟ୍ ଆନ୍ସର୍। ଏବେ ଯିବା ପରବର୍ତ୍ତୀ କ୍ୱେଶ୍ଚିନ୍।
ଉଭୟ ଶିକ୍ଷକ ଏବଂ ଶିକ୍ଷାର୍ଥୀଙ୍କୁ ନିରନ୍ତର ଫିଡ଼ବ୍ୟାକ୍ ପ୍ରଦାନ କରିବାକୁ ନିର୍ଦ୍ଦେଶାବଳୀ ଦେବା ବେଳେ ଡ୍ୟାସ୍ କରାଯାଇଥାଏ। ଦେଖ ପିଲାମାନେ ଅପସନ୍ 1ରେ ଦେଲା ସବମେଟିଭ୍ ଆକଳନ, ଅପସନ୍ ନମ୍ବର 2ରେ ହେଲା ଫର୍ମାଟିଭ୍ ଆକଳନ ଏବଂ ଅପସନ୍ ନମ୍ବର 3 ହେଲା ଡାଇଗ୍ନୋଷ୍ଟିକ୍ ଆକଳନ ଏବଂ ଅପସନ୍ ନମ୍ବର 4 ହେଲା ପ୍ରୋଗ୍ନୋଷ୍ଟିକ୍ ଆକଳନ। ତ କୁହ ପିଲାମାନେ ଆମର ରାଇଟ୍ ଆନ୍ସର୍ ଏଠି କ'ଣ ହେଇଯିବ ନା ଫର୍ମାଟିଭ୍ ଆକଳନ, ଅପସନ୍ ନମ୍ବର 2 ହେଇଯିବ ରାଇଟ୍ ଆନ୍ସର୍। ଏବେ ଯିବା ପରବର୍ତ୍ତୀ କ୍ୱେଶ୍ଚିନ୍କୁ। ଡ୍ୟାସ୍ ଶିକ୍ଷକଙ୍କୁ ଏହା ଜାଣିବାରେ ଆଗ୍ରହ ଥାଏ ଯେ ପ୍ରକୃତରେ ଉତ୍ତେଜନା ଏବଂ ପ୍ରତିକ୍ରିୟା ମଧ୍ୟରେ ଶିଖିବା ବ୍ୟକ୍ତିଙ୍କ ଭିତରେ କ'ଣ ହୋଇଥାଏ। ଦେଖ ପିଲାମାନେ ଅପସନ୍ 1ରେ କ'ଣ ଦେଲା ବସ୍ତୁ କୈନ୍ଦ୍ରିକ, ଅପସନ୍ ନମ୍ବର 2ରେ ହେଲା ଶିକ୍ଷକ କୈନ୍ଦ୍ରିକ ଏବଂ ଅପସନ୍ ନମ୍ବର 3ରେ ହେଲା ଆବିଷ୍କାର ଶିକ୍ଷା ଏବଂ ଅପସନ୍ ନମ୍ବର 4 ହେଲା ଶିକ୍ଷାର୍ଥୀ କୈନ୍ଦ୍ରିକ। ତ କୁହ ପିଲାମାନେ ଆମର ରାଇଟ୍ ଆନ୍ସର୍ ଏଠି କ'ଣ ହେଇଯିବ ନା ଅପସନ୍ ନମ୍ବର 4 ଶିକ୍ଷାର୍ଥୀ କୈନ୍ଦ୍ରିକ। ଏବେ ଯିବା ପରବର୍ତ୍ତୀ କ୍ୱେଶ୍ଚିନ୍। ଦ ମୋର୍ ନଲେଜବୁଲ୍ ଅଦର ଓମ୍ କେ ଓ ର ସିଦ୍ଧାନ୍ତ କିଏ ଦେଇଥିଲେ। ଦେଖ ପିଲାମାନେ ଅପସନ୍ ନମ୍ବର 1 ଦେଲା ଜିନ୍ ପିଆଜେଟ୍, ଅପସନ୍ ନମ୍ବର 2ରେ ଦେଲା ଏରିକ୍ ଏରିସନ୍ ଏବଂ ଅପସନ୍ ନମ୍ବର 3ରେ ଦେଲା ଜେରେନୋ ବ୍ରୋନର ଏବଂ ଅପସନ୍ ନମ୍ବର 4 ଦେଲା ଲେଭ୍ ଭାଇଗୋଟ୍ସ୍କି। ତ କୁହ ପିଲାମାନେ ଅପସନ୍ ଏଠି ଆମର ରାଇଟ୍ ଆନ୍ସର୍ କ'ଣ ହେଇଯିବ 27 ନମ୍ବର ରାଇଟ୍ ଆନ୍ସର୍ କ'ଣ ହେଇଯିବ ନା ଅପସନ୍ ନମ୍ବର 4 ଲେଭ୍ ଭାଇଗୋଟ୍ସ୍କି। ଏବେ ଯିବା ପରବର୍ତ୍ତୀ କ୍ୱେଶ୍ଚିନ୍। ଡ୍ୟାସ୍ ପାଠ୍ୟକ୍ରମ ମଧ୍ୟରେ ପାଠ୍ୟଚର୍ଯ୍ୟାର ରୂପରେଖ କରିବା ସମୟରେ ବିଶେଷଜ୍ଞ ସେହି ବିଷୟବସ୍ତୁକୁ ଚୟନ କରନ୍ତି ଯାହା ବିଦ୍ୟାଳୟରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କିମ୍ବା ଶିକ୍ଷଣୀୟ ଯୋଗ୍ୟ ହୋଇଥାଏ। ଦେଖ ପିଲାମାନେ ଅପସନ୍ରେ କ'ଣ ଦେଲା ନା ବିଷୟ କୈନ୍ଦ୍ରିକ, ଅପସନ୍ ନମ୍ବର 2ରେ ହେଲା ଶିକ୍ଷକ କୈନ୍ଦ୍ରିକ ଏବଂ ଅପସନ୍ ନମ୍ବର 3ରେ ହେଲା ଆବିଷ୍କାର ଶିକ୍ଷା ଲାଭ ଏବଂ ଅପସନ୍ ନମ୍ବର 4ରେ ହେଲା ଶିକ୍ଷାର୍ଥୀ କୈନ୍ଦ୍ରିକ। ତ ଦେଖ ପିଲାମାନେ ଆମର ରାଇଟ୍ ଆନ୍ସର୍ ଏଠି କ'ଣ ହେଇଯିବ ନା ବିଷୟ କୈନ୍ଦ୍ରିକ, ଅପସନ୍ ନମ୍ବର 1 ହେଇଯିବ ରାଇଟ୍ ଆନ୍ସର୍। ଏବେ ଆଉ ଅନ୍ତିମ 2ଟି କ୍ୱେଶ୍ଚିନ୍ ରହିଲା। ତ ଯେଉଁମାନେ ଚ୍ୟାନେଲରେ ନୂଆ କରି ଭିଉ କରୁଛନ୍ତି, ଯଦି ବି ଭିଡ଼ିଓଟି ଆପଣମାନଙ୍କୁ ଟିକେ ବି ଭଲ ଲାଗୁଥାଏ ତ ହୃଦୟରୁ ନିଶ୍ଚିନ୍ତ ଗୋଟିଏ ଲାଇକ୍ ସେୟାର ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏହିଭଳି ପ୍ରିଭିୟସର କ୍ୱେଶ୍ଚିନ୍ ଏବଂ ନୂଆ ନୂଆ ଭିଡ଼ିଓ ପାଇବା ପାଇଁ। ଠିକ୍ ଅଛି, ଚାଲନ୍ତୁ ଡିସ୍କସନ୍ କରିବା ପରବର୍ତ୍ତୀ କ୍ୱେଶ୍ଚିନ୍। କାହା ଅନୁସାରେ ଶିକ୍ଷାର ଉଦ୍ଦେଶ୍ୟ ହେଉଛି ଜ୍ଞାନ ପ୍ରଦାନ କରିବା ନୁହେଁ କିନ୍ତୁ ଏକ ଶିଶୁର ଭାବନା ଓ ସମସ୍ୟା ସମାଧାନ କରିବା କୌଶଳକୁ ସୁଗମ କରିବା ଅଟେ, ଯାହାକି ପରେ ଅବସ୍ଥା ଗୁଡ଼ିକୁ ସ୍ଥାନାନ୍ତରିତ କରାଯାଇପାରିବ। ଦେଖାଯାଉ ପିଲାମାନେ ଅପସନ୍ରେ କ'ଣ ଦେଲା ନା ଜିନ୍ ପିଆଜେଟ୍, ଅପସନ୍ ନମ୍ବର 2ରେ ହେଲା ଜେରୋମ୍ ବ୍ରୁନେର, ଅପସନ୍ ନମ୍ବର 3ରେ ଦେଲା ଏରିକ୍ ଏରିକ୍ସନ୍ ଏବଂ ଅପସନ୍ ନମ୍ବର 4ରେ ଦେଲା ଲେଭ୍ ଭାଇଗୋଟ୍ସ୍କି। ତ କୁହ ପିଲାମାନେ ଆମ ରାଇଟ୍ ଆନ୍ସର୍ ଏଠି କ'ଣ ହେଇଯିବ ଅପସନ୍ ନମ୍ବର 2 ହେଇଯିବ ରାଇଟ୍ ଆନ୍ସର୍ ଜେରୋମ୍ ବ୍ରୁନେର। ଠିକ୍ ଅଛି, ଏବେ ଯିବା ପରବର୍ତ୍ତୀ ବା ଅନ୍ତିମ କ୍ୱେଶ୍ଚିନ୍କୁ। ଡ୍ୟାସ୍ର ଅବଧାରଣାର ତାତ୍ପର୍ଯ୍ୟ ଏହା କି ଛାତ୍ର ନିଜ ପାଇଁ ନିଜର ଜ୍ଞାନ ନିର୍ମାଣ କରେ। ଦେଖ ପିଲାମାନେ ଏଠି ଅପସନ୍ରେ କ'ଣ ଦେଲା 1ରେ ଦେଲା ଆବିଷ୍କାର ଶିକ୍ଷା ଲାଭ, ଅପସନ୍ ନମ୍ବର 2ରେ ହେଲା ପରୀକ୍ଷଣ ଓ ଶିକ୍ଷାର ତ୍ରୁଟି ବିଧି ଏବଂ ଅପସନ୍ ନମ୍ବର 3ରେ ହେଲା ନିର୍ଦ୍ଦେଶିତ ଶିକ୍ଷା ଏବଂ ଅପସନ୍ ନମ୍ବର 4 ହେଲା ଅସ୍ଥାୟୀ ଗଠନ। ଦେଖ ପିଲାମାନେ ଆମ ରାଇଟ୍ ଆନ୍ସର୍ ଏଠି କ'ଣ ହେଇଯିବ ନା ଅପସନ୍ ନମ୍ବର 1 ହେଇଯିବ ରାଇଟ୍ ଆନ୍ସର୍ ଆବିଷ୍କାର ଶିକ୍ଷା ଲାଭ।